ପୁଣି ପିଲା ସହିତ ସାଙ୍ଗ ହେଇକି ଆମ ସହିତ ଯିବା ସାଙ୍ଗ ହେଇକି ଯିବା କଥା ତାଙ୍କ ସହିତ ନ ଯାଇ ପିଇସା ସହିତ ଯାଇଥିଲା ସେ ଆମକୁ ନ ଜାଣିକି ବାପା ମାଆକୁ। ପିଇସା ତାର କହିଲା ଠିକ୍ ଟାଇମ୍‌ରେ ନେଇ ପହଞ୍ଚେଇମି ଠାକୁର ନେଇକି ଆସିବା। ଠିକ୍ ଟାଇମ୍‌ରେ ନ ପହଞ୍ଚିବା ପୂର୍ବରୁ ଅଲଗା ଜାଗାକୁ ନେଇକି ତାକୁ ଗଲା। ଅଲଗା ଜାଗାରେ ନେଇକି ଆମେ ସବୁ ଠାକୁର ଅଲଗା ପିଲା ନେଇକି ଆସିଲା ପରେ ସେ ଏପର୍ଯ୍ୟନ୍ତ ଆସିଲା ନାହିଁ। ଘଣ୍ଟା 2 ଘଣ୍ଟା ପରେ ଫେରିଲା। ଫେରିଲା ବେଳକୁ କାନ୍ଦିକି ଆସିଲା। ଆମେ ଖୋଜିଲୁ ଯେତେବେଳେ କାନ୍ଦୁଛୁ କାହିଁ ନା ଠାକୁର ଆଣିବାକୁ ଯାଇଥିଲୁ ପିଇସା ମୋତେ ଅଲଗା ବାଟକୁ ନେଇ ଯାଇଥିଲା। କୋଉ ବାଟକୁ ନେଇଥିଲା? ଏ ଯେ କୁନ୍ଦୁପୁର ଟକ୍ଚର ପାଖକୁ ଯାଇଥିଲା। ସେଠି କାହିଁ ଯାଇଥିଲୁ? ସେପଟେ କଣ ବାଟ ଅଛି? ନା ବାବା ବାଟ ନାହିଁ। ସେପଟେ ତ ନେଇଗଲେ ମୋତେ ଆଉ 2-4 ଜଣ ଡାକି ପିଲା ଥିଲେ ସେଠି ମାଡ଼ଗୋଳ ଝଗଡ଼ାଝାଟି ହେଲା। ଆଉ ଭଲ ଖରାପ କାମ ଉଦ୍ଦେଶ୍ୟ ବୋଧ କଲେ ସେମିତିଆ ମୋତେ ଆଣିକି ପହଞ୍ଚେଇଲେ ଏଠି କାନ୍ଦି ବୋଲିକି ମୋତେ ଆଣିକି ଘରେ ଗାଁ ଦାଣ୍ଡରେ ଛାଡ଼ିଦେଇକି ଗାଁ ବାହାରେ ପଳେଇଲେ ତାଙ୍କର। ମୁଁ ସେଠୁ ଘରକୁ କାନ୍ଦି ଆସିଲି। ବୋଉ ବାପା ପଚାରିଲେ ଏଇ କଥା ମୋତେ କହୁଛି। ପିଇସା ନେଇଛି ସମିତି ଭାବରେ ପିଇସା ନାଇଁ ଅନ୍ୟମାନେ ଯୋଉ 4 ଜଣଙ୍କ ନାଁ ସେମାନେ କଣ? ପିଇସା ତାକୁ ସମିତି କରିଥିବେ। କୋଉମାନେ? ପିଇସା ଡାକିଛନ୍ତି ତାଙ୍କୁ? ସେ 4-5 ଜଣ। ଆଚ୍ଛା। ଆଉ ମୁଁ ତ ନଥିଲି ଆଉ ମୁଁ ଆଉ କହିପାରିବିନି ଏଇଆ ଶୁଣିଲି ଏଇଆ କହିଲି। ଆଚ୍ଛା ଏତଲା କୋଉଦିନ ଦେଲେ ଆଉ କଣ ସବୁ ଆକ୍ସନ ହେଲାଣି? ଶନିବାର ଦିନ ହେଇଥିଲା। ଆମେ ଯୋଉ ଆମ ବାପା ମାଆଙ୍କୁ ସେ ପଚାରିଲା ମୁଁ ମିଛରେ କହୁଛି ସତରେ କହୁଛି ଆଉ କାହିଁ ଫିରିଟା ଆଉଛି ଝିଅଟା ଦେହ ହାତ ଦରଜ ହଉଛି। ଆମେ ସେଠୁ ପଚାରିଲା ବୁଝିଲାକୁ କହୁଛି ଖରାପ କାମ କରିଦେଇଛନ୍ତି। ଆଉ ବାପା ଏଇ ଅବସ୍ଥା ହେଇଛି ମୁଁ ଲାଜ କଥା କହିପାରୁନି। ଗୋଟେ ଭାଇ ତାର ଏ କଥା ରିକ୍ସ ନେଇକି ଥାନାରେ ଆସି ଏତଲା ଦେଲା। ଆଉ ମୁଁ ତ ଗାଡ଼ି ଘୋଡ଼ା ଧରି ଯାଉଛି ମୁଁ ତ ଘରେ ରହିପାରୁନି। ପ୍ରଭାବଶୂନ୍ୟର କହିବା କଥା ଆପଣମାନେ ଯାହା ବିଚାର କରିବେ। କଣ ଦାବି କରିବେ ବର୍ତ୍ତମାନ? ଦାବି ନ୍ୟାୟ ମିଳିବା ଦରକାର। ଆପଣଙ୍କୁ ଦୋଷୀ ଦଣ୍ଡ ଦିଆ ଦରକାର। ଆପଣ ବହୁତ କଠିନ ଅନୁଷ୍ଠାନ ଦରକାର। ନିଜର ପିଇସା ସେ ନିଜର ଦାଦା ଝିଅ ଭଉଣୀ ପିଇସା ହେବେ। ଆଉ ଯୋଉ ଆଉ 4 ଜଣଙ୍କ ନାଁରେ ଅଭିଯୋଗ କରୁଛନ୍ତି ପିଇସାଙ୍କ ସମେତ ସମସ୍ତେ କଣ ଦୁଷ୍କର୍ମ କରିଛନ୍ତି? ସମେତ ଦୁଷ୍କର୍ମ ସେଟା ତ ଆମେ କହିପାରିବୁନି ଆଜ୍ଞା। ତାଙ୍କ ସହିତ ସେ ଥିଲେ। ଜଣେଇଛନ୍ତି ସମସ୍ତେ? ହଁ ସମସ୍ତେ ସେ ଝିଅ କହିବେ ତାଙ୍କ ନାଁ। କଣ ଘଟଣାସ୍ଥଳରେ କଣ ଘଟିଥିଲା? ମାରପିଟ ହେଇଥିଲା? ମାରପିଟ ହେଇଥିଲା କଣ ହେଇଥିଲା ଝିଅ ତାର ସବୁ କହିବ। ସେ ତ ଅଛି ନିଜେ ନା।